ହ୍ୟାଲୋ ଦର୍ଶକ ବନ୍ଧୁ, ଆପଣଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ ଆଲୋଚନା କରିବା ଓଡ଼ିଶାର ଏକ ବଡ଼ ଖବର ବିଷୟରେ। ଆପଣ ଜାଣିଛନ୍ତି କି ଓଡ଼ିଶା ସରକାର 7ଟି ଜିଲ୍ଲାର 12ଟି ନୂଆ ବିଜ୍ଞାପନ ଅଞ୍ଚଳ ପରିଷଦ, ଯାହାକି ଏନ୍ଏସି ଗଠନ କରିବାକୁ ଘୋଷଣା କରିଛନ୍ତି। ଏହା ଆପଣଙ୍କ ପାଇଁ କ'ଣ ଅର୍ଥ ରଖୁଛି, କେଉଁ ଅଞ୍ଚଳ ଏହାର ଲାଭ ପାଇବ, ଏହା କାହିଁକି କେତେ ଗୁରୁତ୍ୱପୂର୍ଣ୍ଣ, ଜାଣିବା ପାଇଁ ପୁରା ଭିଡ଼ିଓ ଦେଖନ୍ତୁ ଆଉ ଶେଷ ଯାଏଁ ଆମ ସହ ରୁହନ୍ତୁ। ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବା ଭୁଲନ୍ତୁ ନାହିଁ। ପ୍ରଥମେ ଜାଣିବା ଦରକାର ଏନ୍ଏସି ବା ବିଜ୍ଞପିତ ଅଞ୍ଚଳ ପରିଷଦ କ'ଣ? ଏନ୍ଏସି ହେଉଛି ଏକ ନଗର ସ୍ଥାନୀୟ ସମିତି, ଯାହା ଏକ ସହରପାଳିକା ହେବା ପୂର୍ବରୁ ଗଠନ କରାଯାଏ। ଯେଉଁ ଅଞ୍ଚଳଗୁଡ଼ିକ ଦ୍ରୁତଗତିରେ ନଗରୀକରଣ ଆଡ଼କୁ ଆଗେଇ ଚାଲନ୍ତି କିନ୍ତୁ ଏପର୍ଯ୍ୟନ୍ତ ପୂର୍ଣ୍ଣ ସହରପାଳିକା ହେବା ପାଇଁ ପ୍ରସ୍ତୁତ ନୁହେଁ, ସେହି ଅଞ୍ଚଳଗୁଡ଼ିକ ଏନ୍ଏସି କରାଯାଏ। ଏହାଦ୍ୱାରା ସେହି ଅଞ୍ଚଳରେ ଉନ୍ନତ ଜଳ ଯୋଗାଣ, ପରିଚ୍ଛନ୍ନତା, ରାସ୍ତାଘାଟ, ଷ୍ଟ୍ରିଟ୍ ଲାଇଟ୍ ଓ ବଜାର ଭିତ୍ତିଭୂମି ଭଳି ସୁବିଧା ମିଳିଥାଏ। ତେବେ ଏହି 12ଟି ନୂଆ ଏନ୍ଏସି କେଉଁ କେଉଁ ଜାଗାରେ ହେବ, ଆସନ୍ତୁ ଜାଣିବା। ଓଡ଼ିଶା ସରକାରଙ୍କ ନୂଆ ଘୋଷଣା ଅନୁଯାୟୀ 7ଟି ଜିଲ୍ଲାରେ 12ଟି ନୂଆ ଏନ୍ଏସି ଗଠନ ହେବ। ଏହା ହେଉଛି ଅନୁଗୁଳର ପାଲହଡ଼ା, ସୁବର୍ଣ୍ଣପୁରର ବୀରମହାରାଜପୁର, ବାଲେଶ୍ୱରର ସିମୁଲିଆ ଓ ବସ୍ତା, ମୟୂରଭଞ୍ଜର ବେତନଟୀ, ବାଙ୍ଗିରିପୋଷି ଓ ଚିତ୍ରୋଡ଼ା, ନୟାଗଡ଼ର ବିଷମକଟ, ସମ୍ବଲପୁରର ବାମରା ଓ ରେଙ୍ଗାଲି, ଭଦ୍ରକର ତିହିଡ଼ି ଓ ଧୂସୁରୀ। ଏହି ଅଞ୍ଚଳଗୁଡ଼ିକ କାହିଁକି ବଛା ହୋଇଛି? କାରଣ ଏହି ସ୍ଥାନରେ ଜନସଂଖ୍ୟା ବୃଦ୍ଧି ପାଉଛି, ଅର୍ଥନୈତିକ ଗୁରୁତ୍ୱ ବଢ଼ୁଛି ଓ ନଗରୀକରଣ ଦ୍ରୁତଗତିରେ ଆଗେଇ ଚାଲିଛି। ଏହାଦ୍ୱାରା ଏହି ଅଞ୍ଚଳର ଲୋକମାନେ ଅଧିକ ସୁବିଧା ଓ ଉନ୍ନତି ଜୀବନଯାପନ ଶୈଳୀ ପାଇବେ। ଆପଣଙ୍କ ଅଞ୍ଚଳ ଏହି ତାଲିକାର ଅଛି କି କମେଣ୍ଟ ଜଣାନ୍ତୁ। ଏବେ ଆପଣ ନିଶ୍ଚୟ ଭାବୁଛନ୍ତି ଏହି ଏନ୍ଏସି ଗଠନ ଆମ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ? ଏହି ନୂଆ ଏନ୍ଏସି ଗଠନ ଦ୍ୱାରା ସ୍ଥାନୀୟ ସମସ୍ୟା ଯେମିତି ଜଳ ଅଭାବ, ପରିଚ୍ଛନ୍ନତା, ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମି ସମସ୍ୟାର ସମାଧାନ ହେବ। ଏହା ସହିତ ସ୍ଥାନୀୟ ଅର୍ଥନୀତି ମଜବୁତ ହେବ ଓ ନୂଆ ନୂଆ ସୁଯୋଗ ସୃଷ୍ଟି ହେବ। ଓଡ଼ିଶାରେ ବର୍ତ୍ତମାନ 70% ନଗରୀକୃତ ଅଞ୍ଚଳ ରହିଛି, କିନ୍ତୁ ସରକାର ଏହାକୁ 30%କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା କେବଳ ଏକ ଘୋଷଣା ନୁହେଁ, ଏହା ହେଉଛି ଓଡ଼ିଶାର ଭବିଷ୍ୟତର ଏକ ବଡ଼ ପଦକ୍ଷେପ। ଏହି 12ଟି ଏନ୍ଏସି ପାଇଁ ସରକାର ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରିଛନ୍ତି, ଯେଉଁଥିରେ ଲୋକମାନଙ୍କୁ 30 ଦିନ ମଧ୍ୟରେ ମତାମତ ଦେବାକୁ କୁହାଯାଇଛି। ଏହି ନୂଆ ଏନ୍ଏସି ଆପଣଙ୍କ ଅଞ୍ଚଳରେ କିପରି ପରିବର୍ତ୍ତନ ଆଣିବ, କମେଣ୍ଟ ବକ୍ସରେ ଆପଣଙ୍କ ମତ ଜଣାନ୍ତୁ। ତେବେ ବନ୍ଧୁଗଣ, ଏହି ନୂଆ ଏନ୍ଏସି ଗଠନ ଓଡ଼ିଶାର ନଗରୀକରଣ ଓ ଉନ୍ନୟନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ। ଆପଣଙ୍କୁ ଏହି ଖବର କିପରି ଲାଗିଲା, ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ବେଲ୍ ଆଇକନକୁ ଦବାନ୍ତୁ, ଯାହାଫଳରେ ଆମର ନୂଆ ଭିଡ଼ିଓ ଆପଣଙ୍କୁ ସବୁବେଳେ ପହଞ୍ଚିବ।